ଆଜ୍ଞା ମୋ କଥା ଟିକେ ରଖିବେ କି? ମୁଁ ଗୋଟେ କଥା କହିବି, ଭାବନ୍ତୁ ଆପଣ ଖରାବେଳିଆ ଟାଇମ୍ରେ ଘରକୁ ଫେରିଛନ୍ତି ଏବଂ ଆପଣଙ୍କୁ ଗୋଟେ ପ୍ଲେଟ୍ରେ ସଜ ସଜ ଦହିବରା ମିଳିଯାଇଛି। ଆଜ୍ଞା ସେକୁ ଦେଖିକିରି ଆପଣଙ୍କର ମନରେ କ'ଣ ଅନୁଭବ ହେଉଛି? ଥରେ ତ ମୋତେ ମଧ୍ୟମ ବହଳ ଦହି ଗୁଡ଼ିକରେ ଜିରା, ଭୃଷଙ୍ଗ ପତ୍ର ଏବଂ ଶୁଖିଲା ଲଙ୍କାକୁ ଭାଜି ଗୁଣ୍ଡ କରି ଗ୍ରାଇଣ୍ଡିଙ୍ଗ ପକାଇ ସାରିବା ପରେ ସେସବୁକୁ ଦେଖନ୍ତୁ ଆଜ୍ଞା, ବତୁରେ ଯାଇଥିବା ବିରିକି ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ସେଥିରେ ଅଳ୍ପ ମାତ୍ରାରେ ସୁଜି ପକାଇ ସାରିବା ପରେ ବଟା ଦିହରେ ଅଳ୍ପ ସୁଜିକି ମିଶାଇ ତାକୁ ଗୋଳେଇ ଘାଣ୍ଟେଇ କରି ସାରିବା ପରେ କଞ୍ଚା ଲଙ୍କା, ରସୁଣ, ଜିରାକୁ ଗ୍ରାଇଣ୍ଡିଙ୍ଗ କରି ତା ଦିହରେ ପକାଇ ଦେଇ ଅଳ୍ପ ଲୁଣ ଢାଳି, ତାର ସ୍ୱାଦ ପାଇଁ ଲୁଣ ଢାଳି ତାକୁ ଡହ ଡହ ତାତିଲା ତେଲରେ କଣା କରିକିରି ଘାଣ୍ଟି ଘୁଣ୍ଟି କରି ତତଲା ଗରମ ତେଲରେ ସେଇ ବରା ସବୁକୁ ପକେଇ ଭଲ ଭାବରେ ରଙ୍ଗ ଡହ ଡହ କରି ତାକୁ ଭଲ ଭାବରେ ଛାଣି ନେଇ କରି ସାରିବା ପରେ ତାକୁ ଥଣ୍ଡା ଥଣ୍ଡା ପାଣିରେ ପକେଇ ଅଳ୍ପ ସମୟ ପାଇଁ ତାକୁ ଛାଡ଼ି ନେବା। ଓଃ ଆଜ୍ଞା, ଏ ବରା ସବୁକୁ ଛଣା ଦେଖିବାରୁ ମୋ ପାଟିରୁ ନାଳ ଗୁଡ଼ାକ ଖାଲି ଥୋପ ଥୋପ ହୋଇ ବହି ଯାଉଛି। ହେଲେ କ'ଣ କରିବି, ଟିକେ ସମ୍ଭାଳିକି ରହିଯାଉଛି ଆଉ। ଏଇ ଛଣା ଚାଲିଥିବା ଭିତରେ ଆଜ୍ଞା ଆମର ଗୋଟେ ଛୋଟିଆ ପିଲାଟେ ଅଛି ଆଜ୍ଞା, ସିଏ ଭିତରୁ ଗୋଟେ ମାଗୁଥିଲା। ମୁଁ କହିଲି ନା ମା ନା ନା, ଆଗରୁ ବନେଇ ଫୁଟେଇ ରଙ୍ଗ ଜର ଜର କରି ରଖିଥିବା ଦହି ପାଣିରେ ସେହି ଥଣ୍ଡା ପାଣିର ବରା ଗୁଡ଼ାକୁ କାଢ଼ି ସବୁ ଦହି ପାଣିରେ ଗୋଟି ଗୋଟିକିରି ସଜେଇ ରଖି ତାକୁ ଘାଣ୍ଟି ଘୁଣ୍ଟି ତା ଉପରେ ମିରସିଙ୍ଗା ପତ୍ର ଆଉ ଲାଲ ଡହ ଡହ ହେଇଥିବା ଶୁଖିଲା ଲଙ୍କାକୁ ଭଲ ଭାବରେ ବିଛେଇ ଦେଇ ଗୋଟେ ଶାଳ ପତ୍ରରେ ତାକୁ ସଜେଇ ଦେଇ ସାରିଲା ପରେ କିଅଣ ଦିଶୁଛି ବୋଲେ ତା ଉପରେ ରଙ୍ଗ ଜର ଜର ତରକାରୀ ସହିତ ଅଳ୍ପ ଟିକେ ପିଆଜ, କଞ୍ଚା ମରିଚ, ମସଲା ଗୁଣ୍ଡ, ଓହୋ ପୁରା କେରକେରା। ଆଉ ଭିଡ଼ିଓଟି କେମିତି ଲାଗିଲା ତ ସମସ୍ତେ ଜଣେଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, କମେଣ୍ଟ ଆଉ ସେୟାର ନିଶ୍ଚୟ କରିବେ। ଜୟ ଜଗନ୍ନାଥ।